ରାତି ପ୍ରାୟ 2:30 ପାଖାପାଖି ଜଣେ ଆମର ସିଦ୍ଧାନ୍ତ ପ୍ରଧାନ ଯିଏକି ସିକ୍ୟୁରିଟି ଗାର୍ଡ଼ କାମ କରନ୍ତି ରାଧିକା ଜୁଏଲର ସୁନା ଦୋକାନରେ ସେ ପାଟନା ଛକ ପାଖରେ ତାର ଗୋଟେ ଗାଡ଼ି ମାନେ ଅଶୋକ ଲେଲାଣ୍ଡ ଗାଡ଼ି ଟ୍ରକ୍ଟେ ଯେଉଁଟା ଖାଲି ଗାଡ଼ିଟା ସେଥିରେ ଜଣେ ଡ୍ରାଇଭର ତାକୁ ବେପରା ଭାବରେ ଚଳେଇକି ଆଣିକି ତାଙ୍କୁ ଡ୍ୟାସ୍ କରିଥିଲା। ତ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂକ୍ରାନ୍ତରେ ଆମର ଗୋଟେ ଟାଉନ୍ ଥାନାରେ ଗୋଟେ କେସ୍ ରୁଜୁ କରାଯାଇଥିଲା 83/24 ବିମ୍ବାଧର ପ୍ରଧାନ ବଘଲା ଯିଏକି ତାଙ୍କର କାକା ଲାଗିବେ ତାଙ୍କ କାକା ରିପୋର୍ଟ ଉପରେ ଗୋଟେ କେସ୍ ହେଇଥିଲା। ଆଉ ସେଥିରେ ଆମେ ମୃତ ବ୍ୟକ୍ତିଙ୍କର ଇନକ୍ୱେଷ୍ଟ କରି ପୋଷ୍ଟମର୍ଟମ୍ କରେଇଛୁ ଏବଂ ଯେଉଁମାନେ ଆଜି ତାଙ୍କର ପରିବାର ବର୍ଗ ଆସିଥିଲେ ତ ତାଙ୍କ ସେମାନେ ରାସ୍ତା ରୋକ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ କିଛି ସମୟ କରିଥିଲେ। ତାପରେ ଆମେ ବୁଝାବୁଝି କଲା ପରେ ରାସ୍ତା ଫ୍ରି ଫ୍ଲୋ ଟ୍ରାଫିକ୍ ହୋଇଥିଲା। ତାପରେ ଆମେ ସେ ତାଙ୍କର ପରିବାର ବର୍ଗ ଆଉ ତାଙ୍କ ଗାଁରେ ଯେଉଁ ଲୋକମାନେ ଥିଲେ ତାଙ୍କ ସହିତ ଥିଲେ ତାଙ୍କ ସହିତ ଡିସ୍କସନ୍ କଲା ପରେ ସେମାନେ ଡେଡ଼୍ ବଡ଼ି ନେଇଯାଇ ତା'ର କ୍ରିୟାକର୍ମ କରିଛନ୍ତି। ଆଉ ଏ ଘଟଣାରେ ଯିଏ ଡ୍ରାଇଭର ଥିଲେ ତାଙ୍କୁ ଆମେ ଡିଟେନ୍ କରାହେଇଛି ଏବଂ ତାଙ୍କୁ ମଧ୍ୟ ମେଡ଼ିକାଲ ଏକ୍ଜାମିନେସନ୍ କରାହେଇଛି ଆଉ ତାଙ୍କୁ ଏ କେସ୍ରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାର୍ ଗାଡ଼ିଟା କେଉଁ ଜାଗାରେ ଥିଲା ତା ମାଲିକ କିଛି ପୁଲିସ୍ ଏଇଟା ଗାଡ଼ିଟା ବର୍ତ୍ତମାନ ଛତିଶଗଡ଼ର ଗାଡ଼ି ଅଛି ଆଉ ଗାଡ଼ିଟା ସେପଟୁ ଆମର ସମ୍ବଲପୁର ରୋଡ଼ରୁ ଟୁୱାର୍ଡ଼ସ୍ ଆମର ଏପଟକୁ ଆସୁଥିଲା ଥାନା ଛକ ଆଡ଼କୁ ଆସୁଥିଲା। ତ ସେଇ ସମୟରେ ପାଟନା ଛକ ପାଖରେ ଘଟଣାଟା ଘଟିଛି। ସାର୍ କିଛି ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖାଯାଇଥିଲା ପୁଲିସ୍ ସହିତ ଧସ୍ତାଧସ୍ତି ହେବା ମଧ୍ୟ ସେମାନେ ପ୍ରଥମରୁ କିଛି କମ୍ପେନସେସନ୍ ଦାବି କରିଥିଲେ ସେ ଆମେ ତାଙ୍କୁ ପରସୁଏଡ଼୍ କରିଥିଲୁ କି କମ୍ପେନସେସନ୍ ପାଇଁ ଆମେ ଡିସ୍କସନ୍ କରିବା କିନ୍ତୁ ସେ ସମୟରେ କିଛି ସମୟ ପାଇଁ ସେମାନେ ପୋଲିସର କଥା ନ ମାନି ଡେଡ଼୍ ବଡ଼ିକି ଧରି ପଳେଇ ଆସିଥିଲେ। ତ ସେ ବିଷୟରେ ମଧ୍ୟ ଆମେ ତଦନ୍ତ କରି ଯାହା ସାର୍ ଡ୍ରାଇଭରକୁ ଅଟକ ରଖାଯାଇଛି ନା ଗିରଫ କରାଯାଇଛି? ଡ୍ରାଇଭରଙ୍କୁ ଆମେ ଅଟକ ରଖିଛୁ ବର୍ତ୍ତମାନ ସେଇ କେସ୍ରେ ଗିରଫ ହେବେ ଏବଂ ପରିଚାଳନା କରାଯିବ। ସାର୍ ଇଏ ଯେଉଁ ମୃତ ପରିବାରକୁ କିଛି କ୍ଷତିପୂରଣ ଦିଆ ତାଙ୍କୁ ରେଡ଼୍ କ୍ରସ୍ରୁ ବର୍ତ୍ତମାନ ଦିଆହେଇଛି ବର୍ତ୍ତମାନ ପାଇଁ ରେଡ଼୍ କ୍ରସ୍ ଆଉ ଯାହା ମାନେ ସରକାରୀ ସୁବିଧା ଥିଲା ତାକୁ ମଧ୍ୟ ବ୍ୟବସ୍ଥା ତାଙ୍କ ପାଇଁ କରାଯାଇଛି।